ଆଜି ହେଉଛି କାଳୀ ପୂଜା। ସବୁଠି ଚାଲିଛି ଶକ୍ତିର ଆରାଧନା। ଦୀପ ଆଲୋକରେ ମିଶିଛି ଭକ୍ତି ଓ ଭୟ। ଶୁଭ କାଳୀ ପୂଜାର ମହାରାତ୍ରି ଆସି ପହଞ୍ଚି ଯାଇଛି। ମା କାଳୀ ନାଶ ଓ ସୃଷ୍ଟି ଦୁଇଟି ଶକ୍ତିର ସମାହାର। ଯିଏ ଅସୁର ଶକ୍ତିର ନାଶ କରି ନୂଆ ଆଲୋକ ଆଣିଥିଲେ ମାନବ ଜାତି ପାଇଁ। କାଳୀ ପୂଜା ଏକ ଏମିତି ଉତ୍ସବ ଯାହା ମାତ୍ର ପୂଜା ନୁହେଁ, ଏହା ହେଉଛି ଶକ୍ତି, ଭୟ, ଭକ୍ତି ଓ ମାତୃଭାବର ଏକ ଅଦ୍ଭୁତ ସମ୍ମିଶ୍ରଣ। କାଳୀ ମାଙ୍କ ଉପାସନା ହିନ୍ଦୁ ଧର୍ମରେ ବହୁ ପୁରାତନ। ପୁରାଣ ଅନୁସାରେ ମା ଦୁର୍ଗା ଯେତେବେଳେ ମହିଷାସୁରକୁ ବଧ କରୁଥିଲେ, ସେତେବେଳେ ମାଙ୍କ ମନରୁ ନିଷ୍ପରିତ ହେଲେ ଏକ ଅତ୍ୟନ୍ତ ଭୟଙ୍କର ରୂପ। ସେ ହେଉଛନ୍ତି ମା କାଳୀ। ତାଙ୍କ ଅଗ୍ନିଶିଖା ସଦୃଶ ଦୃଷ୍ଟି, ହାତରେ ଖଣ୍ଡା ଓ ଗଳାରେ ଅସୁରମାନଙ୍କ ମୁଣ୍ଡମାଳା। ସେ ମହାନ ଶକ୍ତି ଯିଏ ଅସୁର ଶକ୍ତିର ନାଶ କରିଥିଲେ ଓ ଧରାରେ ଶାନ୍ତି ଫେରାଇ ଆଣିଥିଲେ। ମା କାଳୀଙ୍କ ଉପାସନା ଶାକ୍ତ ଧର୍ମର ମୁଖ୍ୟ ଅଂଶ। ଦେବୀ ମାହାତ୍ମ୍ୟ ଓ କାଳିକା ପୁରାଣରେ ଏହାର ବିବରଣୀ ଦେଖିବାକୁ ମିଳେ। ମା କାଳୀଙ୍କ ଏହି ପୂଜା ପ୍ରଥା ସବୁଠୁ ବେଶୀ ପ୍ରଚଳିତ ହେଲା ପଶ୍ଚିମବଙ୍ଗ ଓ ଓଡ଼ିଶାରେ। ତେବେ ଆମ ଓଡ଼ିଶାରେ ମଧ୍ୟ ଆଜି ମା କାଳୀଙ୍କର ପୂଜା ଧୁମଧାମରେ ପାଳନ କରାଯାଉଛି। ମା କାଳୀଙ୍କ ପୂଜା ଅବସରରେ ମା ଦକ୍ଷିଣ କାଳୀଙ୍କ କଥା ତ ନିହାତି ସାମ୍ନାକୁ ଆସିବ ହିଁ, କାରଣ ମା ଦକ୍ଷିଣ କାଳୀ ଏହି କାଳୀ ପୂଜାରେ ଭକ୍ତମାନଙ୍କୁ ଏକ ସ୍ୱତନ୍ତ୍ର ବେଶରେ ଦର୍ଶନ ଦେଇଥାନ୍ତି। ଚାଲନ୍ତୁ ଜାଣିବା ମା ଦକ୍ଷିଣ କାଳୀଙ୍କ ବିଷୟରେ। ଦକ୍ଷିଣ କାଳୀ ମନ୍ଦିର ଆମ ଭାରତର ଏକ ବଡ଼ ହିନ୍ଦୁ ମନ୍ଦିର ଅଟେ। ଆପଣ ହୁଏତ ଜାଣିନଥିବେ, କିନ୍ତୁ ସାରା ଭାରତରେ ମା ଦକ୍ଷିଣ କାଳୀ ମନ୍ଦିରକୁ ନେଇ ଚର୍ଚ୍ଚା ଲାଗି ରୁହେ। ଏହି ଦକ୍ଷିଣ କାଳୀ ମନ୍ଦିରଟି ଆମ ଓଡ଼ିଶାର ପୁରୀ ଜିଲ୍ଲା ସ୍ଥିତ ବୀର ଗୋବିନ୍ଦପୁରଠାରେ ଅବସ୍ଥିତ ଓ ଏଠାରେ ଦେବୀ ଦକ୍ଷିଣ କାଳୀ ତିନି ଭଉଣୀଙ୍କ ଭିତରୁ ସାନ ମା ଭାବେ ପୂଜା ପାଆନ୍ତି। ଏହି ତିନି ଭଉଣୀଙ୍କ ନାଁ ହେଲା ବଡ଼ ମା, ମଝିଆ ମା ଓ ସାନ ମା। ବୀର ଗୋବିନ୍ଦପୁର ଶାସନରେ ମା ଦକ୍ଷିଣ କାଳୀ ସାନ ମା ଦକ୍ଷିଣ କାଳୀ ଭାବେ ପୂଜା ପାଉଛନ୍ତି। ଅବସ୍ଥିତି ବିଷୟରେ ଯଦି ଆମେ କଥା ହେବା, ତାହେଲେ ଏହି ମନ୍ଦିରଟି ଭାରତୀୟ ଜାତୀୟ ରାଜପଥ 316 ପୁରୀ ଭୁବନେଶ୍ୱର ରାସ୍ତାରେ ଯିବା ସମୟରେ ସାକ୍ଷୀଗୋପାଳ ଠାରୁ 3.5 କିଲୋମିଟର ଦୂରରେ ଅବସ୍ଥିତ। ତେବେ ମାଙ୍କର କିମ୍ବଦନ୍ତୀ ମଧ୍ୟ ରହିଛି। କାଳୀ ପୂଜା ପାଳନ କରିବା ପଛରେ ଯେପରି ଏକ ଆଧ୍ୟାତ୍ମିକ ମହତ୍ଵ ଲୁଚି ରହିଛି, ସେହିପରି ମା ଦକ୍ଷିଣ କାଳୀଙ୍କୁ ନେଇ ମଧ୍ୟ ଏକ ସ୍ୱତନ୍ତ୍ର କିମ୍ବଦନ୍ତୀ ରହିଛି। ଆଉ କିମ୍ବଦନ୍ତୀ କୁହେ ଯେ ଦେବୀମାନେ ଜଣେ ବଙ୍ଗୀୟ ସାଧକଙ୍କ ଘରେ ତିନି ଭଉଣୀ ରୂପେ ପୂଜା ପାଉଥିଲେ। କାଳକ୍ରମେ ସେଠାରୁ ଆସି ପୁରୀ ଜିଲ୍ଲାର ଏହି ତିନୋଟି ଶାସନ ଗ୍ରାମରେ ପୂଜିତ ହେଉଛନ୍ତି। ଆଉ ପୂଜାବିଧି ବିଷୟରେ ଯଦି ଆମେ କଥା ହେବା, ତାହେଲେ ଏହି ମନ୍ଦିରରେ ଦକ୍ଷିଣ କାଳୀଙ୍କର ପଟ୍ଟଚିତ୍ରକୁ ତନ୍ତ୍ର ଉପଚାରରେ ଏବଂ ବଙ୍ଗୀୟ ରୀତିନୀତିରେ ପୂଜା କରାଯାଏ। ବାକି ଦୁଇଟି ମନ୍ଦିର ଭିତରୁ ବଡ଼ ମା କାମରୂପା ମନ୍ଦିରରେ ମଣି ବିଗ୍ରହ ପୂଜା କରାଯାଏ ଏବଂ ମଝିଆ ମା ଉଗ୍ରତାରା ମନ୍ଦିରରେ ମଧ୍ୟ ପଟ୍ଟଚିତ୍ର ପୂଜା କରାଯାଇଥାଏ। ଏଠାର ପୂଜା ଜଗନ୍ନାଥ ମନ୍ଦିର ନୀତି ସହ ସମାନ। ତିନି ଦେବୀଙ୍କର ମୁଖ ପ୍ରାୟ ଏକାପରି। ଏଠାରେ ଆମିଷ ଭୋଗ ହୁଏ। କାଳୀ ପୂଜା ଏହି ତିନି ପୀଠରେ ପାଳନ କରାଯାଏ ଓ ଏହି ଅବସରରେ ଦେବୀମାନଙ୍କର ସମ୍ପୂର୍ଣ୍ଣ ଅବୟବ ଦେଖିବାକୁ ମିଳେ। ମାଙ୍କର ଯଦି ଆପଣ ମୁଖ ସ୍ୱରୂପ ଦେଖୁଛନ୍ତି, ତାହେଲେ ଆପଣ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ। ମାଙ୍କର ଏହି ପୂଜା ସମୟରେ ମଧ୍ୟରାତ୍ରରେ ଛାଗ ବା ଛେଳି ବଳି ଦିଆଯାଏ। ପୂଜା ଶେଷରେ ଦେବୀମାନଙ୍କୁ ଏକ ସମାରୋହ କରି ନେଇ ଚନ୍ଦନପୁର ସ୍ଥିତ ଭାର୍ଗବୀ ନଦୀ କୂଳରେ ବିସର୍ଜନ କରିଦିଆଯାଏ। ଏହି ମନ୍ଦିରକୁ ଆସିଲେ ଆପଣ ମାଙ୍କର ମୁହଁ ଦର୍ଶନ କରିବା ବହୁତ କଷ୍ଟ ହୋଇଯାଏ, କାରଣ ମା ସହଜରେ କାହାକୁ ଦର୍ଶନ ଦିଅନ୍ତି ନାହିଁ। ଚଳନ୍ତି ପ୍ରତିମା ସ୍ୱରୂପ ମା ଏଠାରେ ପୂଜା ପାଆନ୍ତି। କିନ୍ତୁ ଏହି କାଳୀ ପୂଜା ସମୟରେ ମାଙ୍କର ସ୍ୱତନ୍ତ୍ର ବେଶ କରାଯାଇଥାଏ। ସ୍ୱତନ୍ତ୍ର ମାଙ୍କର ଏକ ମୁଖ ଲଗାଯାଇଥାଏ। ଆଉ ଏହି ମୁଖକୁ ଦର୍ଶନ କରିବା ପାଇଁ ଚାରିଆଡ଼ୁ ଭକ୍ତଙ୍କର ସୁଅ ଛୁଟେ। ଆଉ ଦକ୍ଷିଣ କାଳୀଙ୍କର ଦୁଇ ହାତ ବର ଦେବା ବା ଆଶୀର୍ବାଦ ଦେବା ମୁଦ୍ରାରେ ରହିଥାଏ। ତେବେ ଦୀପାବଳି ସମୟରେ କାଳୀ ପୂଜା ହେବା ପଛରେ ଏକ ମାହାତ୍ମ୍ୟ ରହିଛି, ଏକ ବିଶ୍ୱାସ ରହିଛି। ବିଶ୍ୱାସ ଏଇଆ ଯେ ମୃତ୍ୟୁର ଦେବତା ଯମଙ୍କର ବାସସ୍ଥାନ ଦକ୍ଷିଣରେ। ଯେହେତୁ ଯମରାଜ ଦକ୍ଷିଣ ଦିଗରେ ବାସ କରନ୍ତି, ତେଣୁ ଦକ୍ଷିଣ ଦିଗରେ ଏହି ସମୟରେ ଦୀପଦାନ କରାଯାଇଥାଏ। ଆଉ ଯଦି ମା ଦକ୍ଷିଣ କାଳୀଙ୍କୁ ଏହି ସମୟରେ ଆପଣ ଆବାହନ କରୁଛନ୍ତି ଏବଂ ପୂଜା କରୁଛନ୍ତି, ତାହେଲେ ଯମ ଭୟ ଆସିବ ନାହିଁ। ଏକ କାହାଣୀ ଅନୁସାରେ କାଳୀଙ୍କର ନାମ ଶୁଣି ଯମ ଭୟରେ ପଳାୟନ କରିଥିଲେ। ତେଣୁ କାଳୀଙ୍କୁ ପୂଜା କରୁଥିବା ଲୋକମାନେ ମୃତ୍ୟୁ ଉପରେ ଜୟଲାଭ କରୁଥିବାର ବିଶ୍ୱାସ କରାଯାଏ।
जमंगु दीपदान करने सहित काली पूजा स्वतंत्र रीतिनीति रे माँ काली को पूजा करा जाय थाए। तेबे आम पुरी जिलार माँ दक्षिणकाली मंदिर को नहीं आज स्वतंत्र भिडियोटी जदि आपको भल लगी तेबे यहाँ लाइक करूँ और को मात्रा शेयर करूँ। आम देश दुनिया राज्य तथा जिला सह जड़ित अनेक एजुकेशनल वीडियो जदि आप देखा चाहती ताहले आज ही मो चैनल को सब्सक्राइब करूँ।